परिचय मो परिचय हूँ मो ना गोवर्धन बेहरा चंडेश्वर पंचायत आड़ा सारा आम घर। ये जो चाप चलती चलती केते दिन ये चाप मत तो बर्तमान 53-54 वर्ष आनी तो तापूर्व बहु प्राचीन काल चाप चली आसी केते दूर दूर गाँव लोक देखी आसती ये पाख पड़सा सब बहुत दूर लोक देखा आसती ठाकुर चाप हुए ना चंदन चाप हुए सहायता कौन रोचे से ट्रस्टी बर्णन सब प्रकार साहय कर बुझाबुझी सब कर जो चाप के दिन बदल हुए यार माने सांस्कृतिक कार्यक्रम कौन कौन रहे ना ये चाप आमर अक्षय तृतीय आरंभ हो श्रीक्षेत्र भौरी जोटा 21 दिन काल चाप करा जाए ठाकुर चाप सरला ठाकुर गाँव में बुल भोग खाइबे भोग खाई सारा आसी रामलीला स्थल रे 21 दिन जात्रा हम रामलीला यात्रा हम चंदन यात्रा हम आपण मैंने शुणुले जहाँकि कहते कि 21 दिन जाक यात्रा हुए कि कहते ये बाबा 21 दिन जाक यात्रा हुए एवं सी गाँ गाँ बुली भोग खाती 21 दिन जाक यात्रा करी मणिरा यात्रा होता है। राजकिशोर महापात्र ग्राम चंडेश्वर थाना टांगी जिला खोर्धा ओडिशा। ये जो बाबा चली चाप 21 दिन ता विषय कौन कह तो बहुत पुरातन काल ये सब संस्था लगी रही बर्तमान ये बाबा चाप विषय तो मूर्ख लोक पदे अधे टे लिखी से विषयटी गायक हाँ मंदिर चंदन यात्रा कालिका दरे धर्म लाभ परे आहारी शोभा विराजे नावे चंडी घर मो ना जितेंद्र कुमार राणा चंडेश्वर जो रामलीला अनुष्ठान चलुची तार जन सदस्य आज रामलीला सब कराब सब तो चलती रामलीला बहीटा पहुँच 9 दिन बहुत पुरातन काल देखी आसुँ बर्तमान राम नाटक जो परिवेशन कर विषय वस्तु कौन अच्छी विषय मुख्य भूमिका कहार आम आम देखिपे विजय देखिपे आम पाने झील प्रकार बेश हो राम हम से लक्ष्मण हम तो सीता सत्यमा ता विषय कौन कह विषय कौन अच्छे आम ओडिशार सबु पुरपल्ली राम मंदिर अनुष्ठान आयोजित हो मुख्यतः रामनवमी ठारू रामलीला आयोजन हुए रामलीला राम जन्म ठारू रावण बंध पर्यंत रामलीला चले तार उद्यापन दिवस हुए किंतु चंडेश्वर जो रामलीला अनुष्ठित होती तार एक स्वतंत्र नियारा परंपरा अच्छी कहीं आमर भगवान चंडीहर देवंकर ओडिशार एक प्रसिद्ध शैव क्षेत्र
ଆଉ ପ୍ରଭୁ ଚଣ୍ଡୀଗଡ଼ ଦେବଙ୍କର ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଭଉଁରୀ ପର୍ଯ୍ୟନ୍ତ ହୁଏ। ରାମଳାର ବିଷୟବସ୍ତୁ ମୁଖ୍ୟତଃ ଭଗବାନ ଶିବ ଆଉ ପାର୍ବତୀଙ୍କର ସମ୍ବାଦକୁ ରାମାୟଣ ବୋଲି କୁହାଯାଉଥାଏ। ମା ପାର୍ବତୀ ଶିବଙ୍କୁ ପଚାରନ୍ତି ରାମାୟଣ ବିଷୟରେ, ଶିବ ତାକୁ ବ୍ୟାଖ୍ୟା କରନ୍ତି। ଆମର ଚଣ୍ଡୀଗଡ଼ ଦେବ ଆମର ଠାକୁର ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସରିକି ଆମ ଚନ୍ଦନ ଭୋଗକୁ ଯାଆନ୍ତି। ରାତିରେ କାଳିକା ହ୍ରଦରେ ଚାପ ଖେଳ ହୁଏ ଏବଂ ଠାକୁର ନିଜର ପାରିସାଧକ ପାଠ ପଟରେ ଯାଇକି ଗ୍ରାମ ପରିବେଷଣ କରିକି ଆସିକି ବସିଲା ପରେ ରାମଲୀଳା ଅନୁଷ୍ଠିତ ହୁଏ। ପ୍ରାୟ ଦୀର୍ଘ 21 ଦିନ ଧରି ଆମର ଏଇ ଜାଗାରେ ରାମଲୀଳା ପର୍ବ ଅନୁଷ୍ଠିତ ହୋଇଥାଏ। ଚଣ୍ଡେଶ୍ୱର ଗ୍ରାମର ଆବାବା ବୃଦ୍ଧ ବନିତା ବା ଯୋଉମାନେ ରାମଳାରେ ସଂଶ୍ଳିଷ୍ଟ ବା ରାମଳାରେ ଯାତ୍ରାରେ ଅଂଶଗ୍ରହଣ ଯୋଉ ପିଲାମାନେ କରନ୍ତି ସେମାନେ ରାମନବମୀ ଠାରୁ ଭଉଁରୀ ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ 1.5 ମାସ ଠାକୁରଙ୍କ ପାଖରେ ଆସି ସଂକଳ୍ପ ବ୍ରତ କରିକି ମାନେ ତାମସିକ ଜିନିଷକୁ ବର୍ଜନ କରି ସାତ୍ବିକ ଜିନିଷ ଆହରଣ କରି ରାମଲୀଳା ଅନୁଷ୍ଠାନରେ ଭାଗ ନିଅନ୍ତି। ଏ ରାମ ଲକ୍ଷ୍ମଣ ହନୁମାନ ବିଭିନ୍ନ ପ୍ରକାର ଭୂମିକା ଅଛି। ଆଜି ଦେଖନ୍ତୁ କିଛି ଆମର ଏଠି ବାତ୍ୟାରେ ପେଣ୍ଟିଂ ହଉଛନ୍ତି, ପିଲାମାନେ ରାମ ଲକ୍ଷ୍ମଣ ସୀତା ହଉଛନ୍ତି, ସେମାନେ ଅଭିନୟ କରିବେ। ଆଜି ରାମଳାର ଦ୍ୱିତୀୟ ଦିବସ। ଆଜିର ପ୍ରଥମେ ଆମର ଲୋମ ପାଦକଠୁ ଆରମ୍ଭ ହୋଇ ରାମ ଜନ୍ମ ହୋଇ ଆମର ରାମଙ୍କର ଦୀକ୍ଷା ଶିକ୍ଷା ପୂର୍ଣ୍ଣ ହୋଇ ତାରକା ସୁବାହକୁ ବିନାଶ କରି ରାମଚନ୍ଦ୍ର ମିଥିଳା ଜାଗାରେ ଯିବେ। ଦେଖନ୍ତୁ ଆମେ ଆସି ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତରେ ଏଇ ଚଣ୍ଡୀଗଡ଼ ଦେବ ଶୈବପୀଠରେ ପହଞ୍ଚିଥିଲୁ। ଆମେ କିଛି କଳାକାର କଥା ଏଇ ଭକ୍ତ କହିଲେ ଚଳିବ, ଆମର ଏଇ ଯୋଉ ଅଛନ୍ତି ଚଣ୍ଡୀଗଡ଼ ଦେବା ବାବାଙ୍କର ଜଣେ ସେବକ ମଧ୍ୟ। ଆମେ ତାଙ୍କୁ ପଚାରିଥିଲୁ ଯେ ପୁଙ୍ଖାନୁପୁଙ୍ଖ କହୁଥିଲେ ଯେ ନିଆରା ଢଙ୍ଗରେ ଏଇ ଚଣ୍ଡେଶ୍ୱରର ବହୁ ପୁରାତନ କାଳରୁ ଏଇ ରାମଲୀଳାଟା ପରିବେଷଣ କରାଯାଉଛି। ରାମଲୀଳାରେ ମୁଖ୍ୟ ଭୂମିକା ରାମଙ୍କ ଠାରୁ ଆରମ୍ଭ କରି ରାବଣ ବଧ ପର୍ଯ୍ୟନ୍ତ କରାଯାଉଛି ଏବଂ ପାର୍ବତୀ ଶିବଙ୍କୁ ପଚାରୁଥିବା ବେଳେ ଏଇ ଜିନିଷଟାକୁ ପାର୍ବତୀ ସ୍ନେହର ସହକାରେ ଶିବଙ୍କ ଠାରୁ କେମିତି ଶୁଣିବେ ସେ ଶୁଣିବା ଭିତରେ ଆମର ରାମଲୀଳା ସରିଲା। ତେଣୁ ଆମର ଜଣେ ସଦସ୍ୟ, ଆମର ଏଇ ଯୋଉ କଳାକାର ଜଣେ ସଦସ୍ୟ, ସେ ପୁଙ୍ଖାନୁପୁଙ୍ଖ ଏଇ ଯୋଉ ରାମଲୀଳାଟି କିପରି ପରିବେଷଣ ହବ, ଲୋକମାନେ କେମିତି ଏଇ ନାଟକଟିକୁ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରିବେ, 21 ଦିନ କାଳ ଏଇ ଯୋଉ ଯାତ୍ରା ପରିବେଷଣ କରାଯିବ ପୂର୍ବରୁ ପିଲାମାନେ ସଂକଳ୍ପ କରିକିରି ଆମର ଯୋଉ ଆମିଷ ବର୍ଜନ କରିକିରି ଆମର ଯୋଉ ଅଛି ଆମର ଅରୁଆର ବିଭିନ୍ନ ପ୍ରକାର ଯୋଉ ଆମର ଖାଦ୍ୟକୁ ନିଜେ ଉପଭୋଗ କରିକିରି ଏଇ ପରିବେଷଣ ନିଷ୍ଠାର ସହକାରେ। ତେଣୁ ଆମେ ଆମର ସେ ଭାଇଙ୍କି ପଚାରିଥିଲୁ, ସେ ଆମ ଓଡ଼ିଶା ନ୍ୟୁଜ ସାମନାରେ ଆମର ପୁଙ୍ଖାନୁପୁଙ୍ଖ ରାମ ବିଷୟରେ ଲକ୍ଷ୍ମଣ ସୀତା ଏବଂ ବିଭିନ୍ନ ପ୍ରକାର ଯୋଉ ରୋଲ କରୁଛନ୍ତି ତାଙ୍କର ସବୁ ବ୍ୟାଖ୍ୟା। ଚଣ୍ଡେଶ୍ୱରରୁ ସାନୁ ରଣାଙ୍କ ସହିତ ବିପିନ ପ୍ରରାଜ, ଓଡ଼ିଶା ନ୍ୟୁଜ।